ଚମ୍ପୁଆ ବ୍ଲକ ଅନ୍ତର୍ଗତ ମହେଶ୍ୱରପୁର ଗ୍ରାମରେ କରମ ରାଜା କଲଚରାଲ କ୍ଲବ ଆନୁକୂଲ୍ୟରେ କର୍ମା ପର୍ବ ମହା ଧୁମଧାମରେ ପାଳିତ ହୋଇଛି। କୁର୍ମୀ ମହାନ୍ତମାନଙ୍କର ଏହି କୃଷିଭିତ୍ତିକ ପର୍ବ ଖୁବ୍ ପ୍ରାଚୀନ। କେଉଁ ପୁରାତନ କାଳରୁ ଏମାନେ କରମ ବୃକ୍ଷକୁ ଦେବତା ରୂପେ ପୂଜା କରି ଆସୁଛନ୍ତି। ବୃକ୍ଷଠାରୁ ମଣିଷ ବହୁ ଉପକାର ପାଉଥିବାରୁ ତଥା ବୃକ୍ଷ ମଣିଷର ସମସ୍ତ ମୌଳିକ ଆବଶ୍ୟକତା ପୂରଣ କରୁଥିବାରୁ ବୃକ୍ଷକୁ ପୂଜା କରି ଆସୁଛନ୍ତି। ମହାନ୍ତ କୁର୍ମୀମାନେ ପ୍ରକୃତିକୁ ପୂଜା କରୁଥିଲେ। ପୂର୍ବ କାଳରୁ ଏହି ବୃକ୍ଷକୁ କର୍ମ ଓ ଧର୍ମର ପ୍ରତୀକ ରୂପେ ପୂଜା କରି ଆସୁଛନ୍ତି। ଏହି ପର୍ବ ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ପାଳନ କରିଥାନ୍ତି। ଏହି ଦିନ ଗାଁର କୁଆଁରୀ ଝିଅମାନେ ନିର୍ଜଳା ଉପବାସ କରି ପୂଜା କରିଥାନ୍ତି। ଗାଁର କୁଆଁରୀ ଝିଅମାନେ 3 ଦିନ ପୂର୍ବରୁ ନିକଟସ୍ଥ ନଦୀ ବା ପୁଷ୍କରଣୀରୁ ବାଲି କାଢ଼ି ଆଣିଥାନ୍ତି। ସେହି ଦିନଠାରୁ ବିଭିନ୍ନ ପ୍ରକାର ଶସ୍ୟ ଏପରିକି ବିରି, ମୁଗ, ମସୁର, ମକା, ଗହମ, କୋଳଥ, ମାଣ୍ଡିଆ, ଯଅ, ମେଥି ଆଦି ବାଲି ଉପରେ ରଖି ଅଙ୍କୁରୋଦମ କରାଇ ପୂଜା କରିଥାନ୍ତି। ନରସିଂହ ଓ ଶେଷଦେବଙ୍କ ନାମରେ 2ଟି କରମ ଗଛର ଡାଳକୁ ଗାଁ ଲୋକେ ମିଳିମିଶି ମାଦଳ, ନାଗରା, ଝାଞ୍ଜ ଆଦି ବାଦ୍ୟ ବଜାଇ ଶୋଭାଯାତ୍ରାରେ ଆଖଡ଼ା ସ୍ଥାନକୁ ଆଣିଥାନ୍ତି, ଯାହାକି ମାନବ ଜୀବନରେ କର୍ମ ଓ ଧର୍ମପରାୟଣ ହେବା ପାଇଁ ଏହି ପର୍ବ ବାର୍ତ୍ତା ଦେଇଥାଏ ବୋଲି ବିଶ୍ୱାସ ରହିଛି। ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କ ଉଦ୍ଦେଶ୍ୟରେ ଜାୱା ବସାଇଥାନ୍ତି। ମା ଲକ୍ଷ୍ମୀଙ୍କ ପ୍ରତୀକ ରୂପେ ସେଠାରେ ଧାନ ଗଛକୁ ସ୍ଥାପନ କରାଯାଇଥାଏ। ଏଥିସହିତ କୃଷିକାର୍ଯ୍ୟ ଭଲ ହେବା ପାଇଁ କାମନା କରି ନିଜର ପୂଜା ସାମଗ୍ରୀ ଭାବେ କାଠିପତ୍ର, ଫୁଲ, ଫଳ ଏପରିକି ବେଲ, ହଳଦୀ, ଫୁଲ, ଜହ୍ନି, କାକୁଡ଼ି, ଅଁଳା, ଡାଳ, ଜଳ, କ୍ଷୀର, ଚୁଡ଼ା, ନଡ଼ିଆ, କଦଳୀ, ଲଡ଼ୁ ଆଦି ଭୋଗ ଅର୍ପଣ କରିଥାନ୍ତି। ଜାଗର ଜଗିବା ଅବସରରେ ଗାଁର ଯୁବକ ଯୁବତୀମାନେ, ବାଳକ ବାଳିକା, ବୟସ୍କ ସଭ୍ୟ ମିଶିମିଶି ସାଂସ୍କୃତିକ ଲୋକନୃତ୍ୟ, ସଙ୍ଗୀତ, ଝୁମର ଗାଇ ରାତି କଟାଇଥାନ୍ତି। କରମ ରାଜା କଲଚରାଲ କ୍ଲବର ସମସ୍ତ ସଦସ୍ୟ ମିଶି ଏହି କରମ ପୂଜା ପାଳନ କରିବା ସହିତ ଝୁମର ସଙ୍ଗୀତରେ ରାତି କଟାଇଥିଲେ। ଏଥିସହିତ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। କେନ୍ଦୁଝର ଚମ୍ପୁଆରୁ ମମତା ସେନାପତିଙ୍କ ରିପୋର୍ଟ, ଜନତା ଜିନ୍ଦାବାଦ।